ପିଲାମାନେ ଆଜି ଆମେ ଆମ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ପଢିବା ବୃକ୍ଷଲତା ଆମର ବନ୍ଧୁ। ଏହାକୁ ଲେଖିଛନ୍ତି ଡକ୍ଟର ଜଗନ୍ନାଥ ମହାନ୍ତି। ହେଲା, ତାହେଲେ ସୁନ୍ଦର ଶ୍ୟାମଳ ଅରଣ୍ୟ ପିଲାମାନେ, ଅରଣ୍ୟ ମାନେ ଆମର ଜଙ୍ଗଲ। ଜଙ୍ଗଲଟି କେତେ ସୁନ୍ଦର ପିଲାମାନେ ଆମେ ଜାଣିଛେ। ତାର ମଧ୍ୟରେ ପବିତ୍ର ଋଷିମାନଙ୍କର ଆଶ୍ରମ ମଧ୍ୟ ଅଛି। ସେଇ ଋଷିମାନଙ୍କର ଆଶ୍ରମ ଆମ ଜଙ୍ଗଲକୁ ଆହୁରି କ'ଣ ସୁନ୍ଦର କରିଦେଉଛି। ଶିଷ୍ୟମାନେ ଅଧ୍ୟୟନରତ, ଶିଷ୍ୟମାନେ ସେଠାରେ ରହି ଶିକ୍ଷା ଲାଭ କରୁଛନ୍ତି। ସେମାନଙ୍କର ଶିକ୍ଷା କେବଳ ପୁସ୍ତକ ପଠନ ମଧ୍ୟରେ ସୀମିତ ନୁହେଁ। ଉଦ୍ୟାନ କର୍ମ, ଗୋ ସେବା, କୃଷି କାର୍ଯ୍ୟ, ରନ୍ଧନ, ସମିଧ ସଂଗ୍ରହ ଇତ୍ୟାଦି ମଧ୍ୟ ଏହି ଶିକ୍ଷାର ଅନ୍ତର୍ଭୁକ୍ତ। ବୁଝିହେଲା? ମାନେ ଅନ୍ୟାନ୍ୟ କର୍ମ, ଖାଲି ପାଠ ପଢ଼ିଲେ ସେଠି ପାଠର ଶିକ୍ଷା ଦିଆଯାଏନି। ଗୋ ସେବା, ଗାଈ ଗୋରୁଙ୍କ ସେବା, ହେଲା। ଉଦ୍ୟାନ କର୍ମ ମାନେ ଆମର ବଗିଚା ପାଚେରୀ ସବୁ କାମ କରିବା, ବୃକ୍ଷଲତାରେ ପାଣି ଦେବା, କୃଷି କାର୍ଯ୍ୟ କରିବା, ହେଲା, ରନ୍ଧା କାର୍ଯ୍ୟ ଶିଖିବା, ସବୁ ଏଠାରେ କ'ଣ ଅନ୍ତର୍ଭୁକ୍ତ। ଏକଦା ଗୁରୁ ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ। ସେ ଆଖପାଖରେ ଥିବା ବୃକ୍ଷଲତା ଗୁଡ଼ିକୁ ଦେଖି ଆସିବା ପାଇଁ ସେମାନଙ୍କୁ ପଠାଇଲେ ଏବଂ କେଉଁ ବୃକ୍ଷ ବା ଲତାଟି ମନୁଷ୍ୟର ଉପକାରରେ ଆସୁନାହିଁ ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଦେଲେ। ହେଲା, ଗୁରୁ କ'ଣ କଲେ? ଶିଷ୍ୟମାନଙ୍କୁ ପରୀକ୍ଷା କରିବାକୁ ଲାଗିଲେ। କହିଲେ, ଯିବ ଜଙ୍ଗଲ ଭିତରେ ବା ଯେଉଁଠି ବି ଦେଖିବ, ଯେଉଁ ବୃକ୍ଷ ମନୁଷ୍ୟର ଉପକାରରେ ଆସିବ ନାହିଁ ତାହାକୁ ଜଣେଇବ। ହେଲା, ସେ ବୃକ୍ଷ କେଉଁ ବୃକ୍ଷ? ଶିଷ୍ୟମାନେ ନିଜ ନିଜ କାର୍ଯ୍ୟରେ ଲାଗିଗଲେ। ବୃକ୍ଷଲତା ମାନଙ୍କର ଗୁଣ ଦୋଷ ଅନୁଧ୍ୟାନ କଲେ। କେତେଦିନ ପରେ ସେମାନେ ଫେରିଆସି କେଉଁ ଗଛ ଦରକାରୀ ଓ କେଉଁ ଗଛ ଅଦରକାରୀ ତାହା ଗୁରୁଙ୍କୁ ଜଣାଇଲେ। ବୁଝିହେଲା? ତାହେଲେ କିନ୍ତୁ ଜଣେ ଶିଷ୍ୟଙ୍କର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେଲା। ସେତେବେଳେ ଦୀର୍ଘ 1 ବର୍ଷ ଅତୀତ ହୋଇଯାଇଥାଏ। ସେ ଆସି କହିଲେ, ଗୁରୁଦେବ, ମୁଁ କେତେ ଗାଁ ଗଣ୍ଡା, ବଣ ଜଙ୍ଗଲ ଓ ପାହାଡ଼ ପର୍ବତ ବୁଲିଲି, କେଉଁଠି ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ଦେଖିଲି ନାହିଁ। ପ୍ରତ୍ୟେକ ଗଛ ଲତାର ଉପକାରିତା ଅଛି। ପ୍ରତ୍ୟେକ ଉଦ୍ଭିଦରେ ଔଷଧ ଗୁଣ ଭରି ରହିଛି। ସତେ ଯେପରି ମଣିଷ ଓ ପଶୁପକ୍ଷୀକୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ତାହେଲେ ପିଲାମାନେ, ଗୋଟେ ଶିଷ୍ୟ ସବୁଠାରୁ ଲେଟ୍ରେ ଆସିଲା। 1 ବର୍ଷ ପରେ ଯାଇକି ଆସିଲା। କହିଲା, ମୁଁ ଏମିତିଆ ଗଛ କେଉଁଠି ବି ପାଇଲିନି ଯେ କି ମଣିଷର ଉପକାରରେ ଆସିବ ନାହିଁ। ଯେମିତି ଗଛମାନେ ତିଆରି ହେଇଛନ୍ତି ଆମମାନଙ୍କର ଉପକାର କରିବା ପାଇଁ। ସେମାନେ ଆମ ପାଖରେ ଋଣୀ ହେବେ ନାହିଁ, ଆମେ ତାଙ୍କ ପାଖରେ ଋଣୀ ହବା। ତାହେଲେ ଗୁରୁ ହସି ହସି ଏଠି କହିଲେ, ତୁମ କଥା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ। ତୁମ ପାଣ୍ଡିତ୍ୟରେ ମଧ୍ୟ ଗର୍ବିତ। ତୁମ ଶିକ୍ଷା ସମ୍ପୂର୍ଣ୍ଣ ହୋଇଛି। ଏଥର ତୁମେ ସ୍ୱଗୃହକୁ ଫେରିଯାଅ। ସମାଜ ସେବାରେ ମନୋନିବେଶ କର। ସେ ଶିଷ୍ୟ ଜଣକ ହେଉଛି ଚରକ। ପରବର୍ତ୍ତୀ ଜୀବନରେ ସେ ଜଣେ ଚିକିତ୍ସା ବିଜ୍ଞାନୀ ଭାବରେ ସୁପ୍ରତିଷ୍ଠିତ ହୋଇଥିଲେ। ତାଙ୍କ ରଚିତ ଶାସ୍ତ୍ରଟିର ନାମ ଚରକ ସଂହିତା। ବୁଝିହେଲା? ତାହେଲେ ଏଇ ଶିଷ୍ୟଟିର ନାମ କ'ଣ ଥିଲା? ଚରକ ଥିଲା। ପରବର୍ତ୍ତୀ ସମୟରେ ଗୋଟେ ଚିକିତ୍ସା ବିଜ୍ଞାନୀ ସିଏ ହେଇଥିଲେ, ହେଲା, ଏବଂ ବହୁତ ନାଁ କରିଥିଲେ। ତାଙ୍କର ଗୋଟେ ଶାସ୍ତ୍ରର ନାମ ଲେଖିଥିଲେ ଚରକ ସଂହିତା। ବୃକ୍ଷଲତା ମନୁଷ୍ୟର ଏକାନ୍ତ ଉପକାରୀ ବନ୍ଧୁ। ପୁରାଣରେ ବର୍ଣ୍ଣିତ ଅଛି ଯେ ସୁସନ୍ତାନମାନଙ୍କୁ ଜନ୍ମ ଦେବାଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ। ବୁଝିହେଲା? ଗୋଟେ ସନ୍ତାନମାନଙ୍କୁ ଜନ୍ମ ଦେବାଠାରୁ ଆହୁରି ଅଧିକ ପୁଣ୍ୟ କାର୍ଯ୍ୟ କ'ଣଟେ? ବୃକ୍ଷରୋପଣ। ଏହି କାରଣରୁ ପୂର୍ବେ ବୃକ୍ଷରୋପଣ କରି ଲୋକ ଆନନ୍ଦ ଲାଭ କରୁଥିଲେ। ବିଭିନ୍ନ ପର୍ବପର୍ବାଣି, ଏପରିକି ଦୈନନ୍ଦିନ ଜୀବନରେ ବୃକ୍ଷଲତାର ପୂଜା ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିଲା। ବୃକ୍ଷଲତା ମଣିଷର ଯେ କେତେ ଉପକାର କରନ୍ତି ତାହା କଳନା କରାଯାଇପାରିବ ନାହିଁ। ପ୍ରକୃତି ଓ ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତା'ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇବାର ବୃକ୍ଷଲତାଙ୍କ ଅଶେଷ ଭୂମିକା ରହିଅଛି। ବୁଝିହେଲା ତ ପିଲାମାନେ? ବୃକ୍ଷଲତା ମଣିଷର କେତେ ଉପକାର କରୁଛନ୍ତି।
ପ୍ରକୃତିର ସୁରକ୍ଷା, ପରିବେଶର ସୁରକ୍ଷା। ଗଛ ନଥିଲେ ବର୍ଷା ହେବ ନାହିଁ, ଗଛ ନଥିଲେ ଅମ୍ଳଜାନ ରହିବ ନାହିଁ, ଅଙ୍ଗାରକାମ୍ଳ ସେମିତି ବଢ଼ି ବଢ଼ି ଚାଲିବ। ବୁଝିହେଲା? ମୃତ୍ତିକାର ସଂରକ୍ଷଣ ହେବ ନାହିଁ, ଜଳବାୟୁର ନିୟନ୍ତ୍ରଣ ହେବ ନାହିଁ। ତାହେଲେ ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି। ମାତ୍ର ଏବେ ଅରଣ୍ୟ ସମ୍ପଦ ହ୍ରାସ ପାଇଥିବାରୁ ବୃଷ୍ଟିପାତରେ ଅନେକ ଅନିୟମିତତା ଦେଖାଯାଉଛି। ପିଲାମାନେ ବର୍ତ୍ତମାନ ଦେଖୁଥିବ ଠିକ୍ ଭାବରେ ବର୍ଷା ହେଉନାହିଁ। କାରଣ ଆମେ ସବୁ ଗଛ କାଟିଦେଲେ, ଜଙ୍ଗଲକୁ ନଷ୍ଟ କରିଦେଲେ, ଗଛ ରହିଲା ନାହିଁ, ବର୍ଷା ହେବ ବା କେମିତି? ତେଣୁ ବର୍ଷା ହେବା ପାଇଁ ପୁଣି ଆମକୁ କ'ଣ କରିବାକୁ ପଡ଼ିବ? ଗଛ ଲଗେଇବାକୁ ପଡ଼ିବ। ଏହି ଅନିୟମିତ ବର୍ଷା ପୃଥିବୀରେ ବହୁ ଦେଶରେ ବହୁ ଦୁର୍ଗତିର କାରଣ ବୋଲି ବିବେଚିତ ହୋଇଛି। ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି। ଅରଣ୍ୟ ସମ୍ପଦ ବିନାଶ ହିଁ ଏହାର ପ୍ରଧାନ କାରଣ। ବୁଝିହେଲା ତ ପିଲାମାନେ? ଆମ ରାଜ୍ୟରେ ମଧ୍ୟ ଦେଖାଗଲାଣି କଳାହାଣ୍ଡି ଜିଲ୍ଲାରେ ବାରମ୍ବାର କ'ଣ ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟୁଛି, ସେଠାରେ ବର୍ଷା ହିଁ ହେଉନି। ହେଲା, ଏହାର କାରଣ କ'ଣ? ଅରଣ୍ୟ ସମ୍ପଦ ଆମେ ବିନାଶ କରିଦେଉଛେ, ଜଙ୍ଗଲ ସମ୍ପଦ ଆମେ କ'ଣ ନଷ୍ଟ କରିଦେଉଛେ। ଜଙ୍ଗଲରେ ରହୁଥିବା ବାଘ ଭାଲୁ ମଣିଷ ହାତୀକି ବି ମଧ୍ୟ ଆମେ ବର୍ତ୍ତମାନ ଛାଡ଼ୁନେ। ତା ହାତୀର ଦାନ୍ତ ନେଇକି ହାତୀକି ମାରିକି ଗୋଟେ ତାର ଦାନ୍ତ ବିକି ଦେଉଛେ। ହାତୀ ବି ତାର ବି ଗୋଟେ ଜୀବନ ଅଛି, ତାର ବି ଗୋଟେ ସଂସାର ଅଛି। ବୁଝିଲା? କିନ୍ତୁ ଆମ ଏଇ ମଣିଷ ଜାତି ଆଉ କିଛି ଦେଖୁନାହିଁ, ଏତେ କ'ଣ ନିଷ୍ଠୁର ହୋଇଯାଇଛି। ଠିକ୍ ଏହି କାରଣରୁ ହିଁ ପୃଥିବୀର ବିଭିନ୍ନ ସ୍ଥାନରେ ଅନାବୃଷ୍ଟି ହୋଇ ଦୁର୍ଭିକ୍ଷ ଦେଖାଯାଉଛି ଏବଂ ସମଗ୍ର ମାନବ ଜାତି ଏଥିପାଇଁ ଆତଙ୍କିତ ହୋଇପଡ଼ିଛି। ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପକୁ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି, କିନ୍ତୁ ମନୁଷ୍ୟ ଓ ପଶୁପକ୍ଷୀ କେବଳ ଅମ୍ଳଜାନ ହିଁ ଆବଶ୍ୟକ କରନ୍ତି। ଏପରି ଉଦ୍ଭିଦ ଜଗତ ଅମ୍ଳଜାନ ଯୋଗାଇ ଦୂଷିତ ବାୟୁମଣ୍ଡଳକୁ ବିଶୁଦ୍ଧ କରିବାରେ ବିଶେଷ ସହାୟକ ହୋଇଥାଏ। ବୁଝିହେଲା ତ ପିଲାମାନେ? ବୃକ୍ଷଲତା କ'ଣ ଆମେ ଯେଉଁ ଅଙ୍ଗାରକାମ୍ଳ ନେଇକି ଅମ୍ଳଜାନ ଦେଉଛେ। ବୁଝିହେଲା? ଯେଉଁ ଅମ୍ଳଜାନ ଆମର ନିଶ୍ୱାସ ପ୍ରଶ୍ୱାସରେ ଦରକାର, ସିଏ ଅଙ୍ଗାରକାମ୍ଳ ନେଇକି ଆମେ ଗାଡ଼ି ମଟର ସବୁ ଚଲେଇଲେ ଅଙ୍ଗାରକାମ୍ଳ ଗଲା, ସିଏ ତାକୁ ନେଇକି ଅମ୍ଳଜାନ ଆମକୁ ଦେଲା। ଆମେ ବାୟୁ ପ୍ରଦୂଷଣ କରୁଛେ, ସିଏ ବାୟୁକୁ ବିଶୁଦ୍ଧ କରୁଛି। କିନ୍ତୁ ଯିଏ ବାୟୁକୁ ବିଶୁଦ୍ଧ କରୁଛି ତାର ଏଇ ପୃଥିବୀରେ ବଞ୍ଚିବାର ଅଧିକାର ନାହିଁ। ଆଉ ଯିଏ ବାୟୁକୁ ନଷ୍ଟ କରିଦେଉଛି, ମାନେ କ'ଣ ଅଙ୍ଗାରକାମ୍ଳ ଗ୍ୟାସ୍ ଦେଉଛି, ସିଏ ପୃଥିବୀରେ ବଞ୍ଚୁଛି। ବୁଝିବା ତ ପିଲାମାନେ? ତାହେଲେ କଳକାରଖାନାର ପ୍ରତିଷ୍ଠା, ରେଳ ମଟର, ଟ୍ୟାକ୍ସି, ସ୍କୁଟର ପ୍ରଭୃତିର ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଅଙ୍ଗାରକାମ୍ଳ ବାଷ୍ପ ମିଶିଯାଏ। ଏହା ମନୁଷ୍ୟର ସ୍ୱାସ୍ଥ୍ୟ ପକ୍ଷେ ବିଶେଷ କ୍ଷତିକାରକ। ବୃକ୍ଷଲତା ଗୁଡ଼ିକ ଏହି ଅଙ୍ଗାରକାମ୍ଳ ଗ୍ରହଣ କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିଥାନ୍ତି। ମାତ୍ର ବର୍ତ୍ତମାନ କାଳରେ ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି ତାହା ସହଜରେ ଅନୁମେୟ। ବୁଝିହେଲା? ତାହେଲେ ଆମେ ଯେତେ ଜଙ୍ଗଲ ନଷ୍ଟ କରି ଚାଲିବା ସେତେ ଆମେ ହିଁ ଅସୁବିଧାରେ ପଡ଼ିବା। ବୃକ୍ଷଲତା ମୃତ୍ତିକାର ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି। ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତକୁ ମୃତ୍ତିକାରୁ ରକ୍ଷା କରନ୍ତି। ମାତ୍ର ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ, ସେହି ଭୂମି ଶୁଷ୍କ ଓ ଟାଙ୍ଗର ଓ ଅନୁର୍ବର ହୋଇ ପଡ଼ି ରହେ। ବୁଝିହେଲା ତ ପିଲାମାନେ? ମୃତ୍ତିକାକୁ ମଧ୍ୟ କେଉଁମାନେ ବୃକ୍ଷଲତା ଜାବୁଡ଼ିକି ଧଇଲେ ସେଇ ଚେରକୁ ବିସ୍ତାର କରି ଲମ୍ବେଇଲେ, ଚେର କେତେ ବାଟ ଲମ୍ବିଛି, ମୃତ୍ତିକା ବଞ୍ଚିଲା। ହେଲା? ତାହେଲେ ପୂର୍ବେ ଯେଉଁ ଅଞ୍ଚଳରେ ସୁନ୍ଦର ଓ ଶ୍ୟାମଳ ଶୋଭା ସମ୍ପଦ ପରିପୂର୍ଣ୍ଣ ଥିଲା, ଅରଣ୍ୟ ନଷ୍ଟ ହେବା ଫଳରେ ଆଜି ତାହା ନିରସ କଙ୍କରିଳ ଓ ଊଷର ଭୂମିରେ ପରିଣତ ହୋଇଛି। ସେଥିପାଇଁ ବ୍ୟାପକ ବନୀକରଣ ଦ୍ୱାରା ମରୁଭୂମିର ସମ୍ପ୍ରସାରଣ ପୃଥିବୀକୁ ରକ୍ଷା କରିବାକୁ ଉଦ୍ୟମ ହେଉଛି। ବୁଝିହେଲା? ଆମର ଉଦାହରଣ ହେଉଛି ରାଜସ୍ଥାନ। ଆଗରୁ ସେଠି ନଦୀ ଥିଲା, ବୃକ୍ଷ ଥିଲା, କିନ୍ତୁ ବୃକ୍ଷକୁ ହାଣିଦେବା ଦ୍ୱାରା କ'ଣ ସେଠି ଆଜି ମରୁଭୂମି ପାଲଟି ଯାଇଛି ଏବଂ ମରୁଭୂମିକୁ ବର୍ତ୍ତମାନ ସମ୍ପ୍ରସାରଣ କରି ଗଛ ଲଗେଇ ପୁଣି ଥରେ ଉଦ୍ୟମ ଚାଲିଛି ଆମ ପୃଥିବୀକୁ ଆମେ କେମିତି ରକ୍ଷା କରିବା। ବଣ ଜଙ୍ଗଲ ନଷ୍ଟ ହେବା ଫଳରେ ମୃତ୍ତିକା କ୍ଷୟ ଘଟି ଜଳଭଣ୍ଡାର ଓ ନଦୀ ପୁଷ୍କରିଣୀର ଶଯ୍ୟା ପୋତି ହୋଇଯାଏ। ବହୁ ଅର୍ଥ ବ୍ୟୟରେ ନିର୍ମିତ ଆମ ହୀରାକୁଦ ଜଳଭଣ୍ଡାର ଅନୁରୂପ ବିପଦର ସମ୍ମୁଖୀନ ହୋଇଛି। ଏହାର ପ୍ରତିକାର ଜଳଭଣ୍ଡାରର ଚତୁଃପାର୍ଶ୍ୱରେ ବିସ୍ତୃତ ଅରଣ୍ୟ ସୃଷ୍ଟି ଦ୍ୱାରା ହିଁ ସମ୍ଭବ।
ବୁଝିହେଲା। ଆମ ଯେଉଁ ହୀରାକୁଦ ଯଦି ବୁଲି ଯାଇଥିବ ତମେ ଦେଖିଥିବ କିମ୍ବା ଆଗକୁ ଯିବ ତା ଚାରିପଟେ ଯଦି ଜଙ୍ଗଲ ନ ରହିବ ଅରଣ୍ୟ ନ ରହିବ ସିଏ ବି ମଧ୍ୟ ବିପଦର ସମ୍ମୁଖୀନ ହୋଇପଡ଼ିବ। ବୁଝିହେଲା। ନିର୍ବିଚାରରେ ଜଙ୍ଗଲମାନ ଧ୍ୱଂସ କରାଯାଉଥିବାରୁ କାଠ ଲାଖ ମହୁ ଝୁଣା ଆଦି ଜଙ୍ଗଲଜାତ ପଦାର୍ଥ କ୍ରମେ ଦୁର୍ମୂଲ୍ୟ ହୋଇପଡ଼ୁଛି। ଘନ ଜଙ୍ଗଲ ଅଭାବରୁ ଅନେକ ପଶୁପକ୍ଷୀ ମଧ୍ୟ ଲୋପ ପାଇଗଲେଣି। ଏବେ ବଞ୍ଚି ରହିଥିବା ଦୁର୍ଲଭ ଜୀବଜନ୍ତୁମାନଙ୍କର ସ୍ୱର ହୁଏତ ଆଉ କେତେ ଦିନ ପରେ ଶୁଣାଯିବ ନାହିଁ। ଅରଣ୍ୟ ଲବ୍ଧ ବହୁ ଔଷଧ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ କଞ୍ଚାମାଲର ଅଭାବରେ ବଢ଼ିବାରେ ଲାଗିଛି। ମାନବର ପରମ କର୍ତ୍ତବ୍ୟ ହେଉଛି ଅରଣ୍ୟର ଯତ୍ନ ନେଇ ଏହି ପଶୁପକ୍ଷୀ ଓ ଜଙ୍ଗଲଜାତ ପଦାର୍ଥ ଗୁଡ଼ିକ ବିକାଶ ଘଟାଇବା। ବୁଝିହେଲା ତ ପିଲାମାନେ। ଜଙ୍ଗଲରୁ ଆମେ ସେଇ କାଠ ପାଉଛେ, ସେଇ ମହୁ ପାଉଛେ, ସେଇ ଝୁଣା ପାଉଛେ, ସେଇ ଔଷଧ ମଧ୍ୟ ପାଉଛେ ଏବଂ ପଶୁପକ୍ଷୀ ମଧ୍ୟ ଲୋପ ପାଇଗଲେଣି ଆମେ ଜଙ୍ଗଲ ନଷ୍ଟ କରିବାରୁ। ଆଉ ସେଇ ଔଷଧ ବି ମିଳିବନି। ବୁଝିପାରୁଛ? ଜଙ୍ଗଲ ନଷ୍ଟ କଲେ ଆମର କେତେ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛେ, କିନ୍ତୁ ତଥାପି ଆମର ଏଇ ମଣିଷ ଜାତି ବୁଝୁ ହିଁ ନାହିଁ। ଉଦ୍ଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ। ପ୍ରାଣୀ ଜଗତର ବିନା ସାହାଯ୍ୟରେ ଉଦ୍ଭିଦ ଜଗତ ବଞ୍ଚିପାରେ, ମାତ୍ର ଉଦ୍ଭିଦ ଜଗତ ବ୍ୟତୀତ ପ୍ରାଣୀ ଜଗତ ବଞ୍ଚିବା ଏକାନ୍ତ ଅସମ୍ଭବ। ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ଉଦ୍ଭିଦ ଜଗତର ନିକଟରେ ଏକାନ୍ତ ଋଣୀ। ସବୁବେଳେ କ'ଣ ଉଦ୍ଭିଦ ଜଗତ ଉପରେ ଆମେ ଋଣୀ। ହେଲା, ସିଏ ଆମ ବିନା ବଞ୍ଚିପାରିବ କିନ୍ତୁ ଆମେ ତାଙ୍କ ବିନା ବଞ୍ଚିପାରିବା ନାହିଁ। ପୃଥିବୀରେ ଲୋକ ସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ଫଳରେ ଉଦ୍ଭିଦ ଜଗତ ଉପରେ ପ୍ରବଳ ଚାପ ପଡ଼ୁଛି। କ୍ରମଶଃ ଜଙ୍ଗଲ ନଷ୍ଟ ହୋଇଯାଉଛି। ସତେ ଯେପରି ଆମେ ଯେଉଁ ଗଛର ଡାଳିରେ ବସିଛୁ ସେଇ ଡାଳର ମୂଳକୁ ହାଣୁଛୁ। ଏହି ଦୁଷ୍କର୍ମର ଅବସାନ ନ ଘଟିଲେ ଆମେ ଦୁର୍ଦ୍ଦଶାର ସୀମା ରହିବ ନାହିଁ। ପିଲାମାନେ, ଲୋକ ସଂଖ୍ୟା ବଢ଼ି ଚାଲିଲା। ବଢ଼ିବା ପାଇଁ ଆମେ କ'ଣ କଲେ? ଜଙ୍ଗଲକୁ କାଟିକି ଘର ତିଆରି କଲେ। ହେଲା, ଏମିତି ଯେମିତି ଆମେ ନିଜେ ଡାଳରେ ବସି ଗଛର ମୂଳକୁ ହାଣୁଛେ। ବୃକ୍ଷଲତା ଆମର ବନ୍ଧୁ। ଅରଣ୍ୟ ବିନାଶ ପରିବର୍ତ୍ତେ ନୂତନ ଅରଣ୍ୟ ସୃଷ୍ଟି ଆମର ଲକ୍ଷ୍ୟ ହେବା ଏକାନ୍ତ ଆବଶ୍ୟକ। ଏ ଦୃଷ୍ଟିରୁ ଆମ ଦେଶରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମୃତ୍ତିକା ସଂରକ୍ଷଣ, ବନ ସଂରକ୍ଷଣ, ସାମାଜିକ ବନୀକରଣ ଯୋଜନା ପ୍ରଭୃତି ଏହାର ଦୃଷ୍ଟାନ୍ତ। ବୃକ୍ଷଲତାକୁ ସବୁଜ ସ୍ୱର୍ଣ୍ଣ ବୋଲି କୁହାଯାଏ। ସର୍ଟ କୋଶ୍ଚିନ୍ ଆସିବ। ଯଥାର୍ଥତଃ ଏହା ସ୍ୱର୍ଣ୍ଣଠାରୁ ମଧ୍ୟ ବହୁ ଗୁଣରେ ମୂଲ୍ୟବାନ। ଆମେ ଏହି ଅମୂଲ୍ୟ ବନ ସମ୍ପଦର ସୁରକ୍ଷା ଓ ବିକାଶ ନ କଲେ ଆମର ସ୍ଥିତି ବିପନ୍ନ ହୋଇପଡ଼ିବ। ତାହେଲେ ଆମେ ବି ଗଛ ଲଗେଇବା। ବୁଝିଲା। ଜୁଲାଇ ମାସ ପ୍ରଥମ ଦ୍ୱିତୀୟ ସପ୍ତାହରେ ଆମର କ'ଣ ବର୍ତ୍ତମାନ ଗଛ ଲଗାଇବା ପାଇଁ ପାଳନ ହେଉଛି ଆମର। ବୁଝିଲା, ବୃକ୍ଷରୋପଣ। ଧନ୍ୟବାଦ ପିଲାମାନେ। ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବ।